ଆଜିର ଏହି ଭିଡିଓରେ ଆମେ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଗଳ୍ପଟି ନବରବି ପତ୍ରିକାରେ ପଞ୍ଚମ ବର୍ଷ ପତ୍ରିକାରେ ପ୍ରକାଶ ପାଇଥିଲା। ନଟବର ବାବୁ ସରକାରୀ ବସ୍ ଯାଇଥିଲେ କେତେବେଳେ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ? ନଟବର ବାବୁ ସରକାରୀ ବସ୍ ଯାଇଥିଲେ ସକାଳ 9ଟା ବେଳକୁ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ। ପଛ ବସ୍ ଧରି ଯାଇ କେଉଁଠି ଓହ୍ଲାଇ ପୁନର୍ବାର ଗାଁକୁ ଘୋରେଇ କୁଜି ବସ୍ ଗଲେ। ପଛ ବସ୍ ଧରି ଯାଇ ଫୁଲ ନଖରାରେ ଓହ୍ଲାଇ ପୁନର୍ବାର ଗାଁକୁ ଘୋରେଇ କୁଜି ବସ୍ରେ ଗଲେ। ବୈଶାଖ ମାସରେ କେତେବେଳେ ବାହାରକୁ ଗୋଡ଼ କାଢ଼ି ହୁଏ ନାହିଁ? 8ଟା ବେଳେ। 11ଟା ବେଳକୁ ଚାରିଆଡ଼ କ'ଣ ଜଳିଲା ପରି ଜଣା ଯାଉଛି? ନିଆଁ ଜଳିଲା ପରି। ହରିଗୁଡ଼ିଆ କେଉଁ ଗଛ ତଳେ ଦୋକାନ କରିଥିଲା? ଚାକୁଣ୍ଡା ଗଛ ତଳେ। ବାଉଁଶ ପାଚିଆରେ କ'ଣ ଥିଲା? ବାଉଁଶ ପାଚିଆରେ ସକାଳୁ ହୋଇଥିବା ବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ ମିଠେଇ ଥିଲା। ଖୋଲା ଡେକ୍ଚିରେ କେତୋଟି ଗୋଟି ରସଗୋଲା ଥିଲା? 4-6ଟା। ହରିଗୁଡ଼ିଆ କାହା ଉପରେ ଗଡ଼ପଡ଼ ହେଉଥିଲା? ହରିଗୁଡ଼ିଆ ଖଣ୍ଡିଏ ଛିଣ୍ଡା ସପ ଉପରେ ଗଡ଼ପଡ଼ ହେଉଥିଲା। ବାସନ ଧୁଆ ଟୋକାଟା କେଉଁଠି ଶୋଇଥିଲା? ବାସନ ଧୁଆ ଟୋକାଟା ବେଞ୍ଚ ଉପରେ ଶୋଇଥିଲା। ନଟବର ବାବୁ କାହାକୁ ପାଣି ପିଇବାକୁ ମାଗିଲେ? ନଟବର ବାବୁ ବାସନ ଧୁଆ ଟୋକାକୁ ପାଣି ପିଇବାକୁ ମାଗିଲେ। ନଟବର ବାବୁଙ୍କୁ କିଏ ମଣିଷ କରିଛି? ନଟବର ବାବୁଙ୍କ ବୋଉ ନଟବର ବାବୁଙ୍କୁ ମଣିଷ କରିଛି ତାଙ୍କ ବୋଉ। କିଏ ଅକୃତଜ୍ଞ ବୋଲି ନଟବର ବାବୁ ଭାବିଛନ୍ତି? ମଣିଷ ଜାତିଟା ଅକୃତଜ୍ଞ। ବଡ଼ ପୁଅ ବିଏ ପଢୁ ପଢୁ କ'ଣ ହୋଇଗଲା? ବଡ଼ ପୁଅ ବିଏ ପଢୁ ପଢୁ ହିପି ହୋଇଗଲା। ମତେ ଯେତେ ମାଠିବୁ ମାଠ କାହା ବିଷୟରେ କୁହାଯାଇଛି? ସାନ ଝିଅ। ହରିଚନ୍ଦନପୁର ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ କେତେଟା ତାଳଗଛ ଠିଆ ହୋଇଛି? 20-25ଟା। ବିଲବଣ ମଝିରେ କେଉଁ ମନ୍ଦିର ଅଛି? ଶିବ ମନ୍ଦିର। ବାଉଁଶ ବାଡ଼ି ଶେଷରେ କ'ଣ ଅଛି? ମନ୍ଦିର ଗୋଟିଏ ଅଛି। ମନ୍ଦିର ଆଗରେ କାହାର ଘର? ମଧୁ ତିଆରୀ, ଯିଏକି ତିଆରୀ ହେଉଛନ୍ ପୂଜକ, ମନ୍ଦିରର ପୂଜକ। ବଉଳ ଗଛ ଛାଇରେ କିଏ ଭାଗବତ ପଢୁଥିଲା? ମଧୁ ତିଆରୀ। ମଦନପୁର ଓ ତାଙ୍କ ମୌଜାର ସୀମା କେଉଁ ଗଛ ଚିହ୍ନଟ କରୁଛି? ପ୍ରକାଣ୍ଡ ବରଗଛ। ବରଗଛ କୋରଡ଼ରେ କେଉଁ ଗଛ ଉଠିଥିଲା? ବେଲଗଛ ଓ ଅଶ୍ୱତ୍ଥ ଗଛ। ବରଗଛର ପ୍ରତୀକ କିଏ? ନଟବର ବାବୁଙ୍କ ବୋଉ ବରଗଛ ପ୍ରତୀକ। ନଟବର ବାବୁ କେଉଁ ଗଛର ପ୍ରତୀକ? ବେଲଗଛର ପ୍ରତୀକ।